ଗ୍ରାଜୁଏସନ୍ କମ୍ପ୍ଲିଟ୍ ହେଲା ପରେ କ'ଣ ପଢ଼ିବା କ'ଣ କରିବାର ପ୍ରଶ୍ନର ଉତ୍ତରରେ ଆମେ ଭୁବନେଶ୍ୱରରେ ବ୍ୟାଙ୍କିଂ କୋଚିଂ ନେବାକୁ ବାହାରିଗଲୁ। ରାଜୁ, ମୁଁ ଆଉ ମୁନ୍ନା। ଭୁବନେଶ୍ୱରରେ ଘର ବୁଝା ସରିଥିଲା। ପ୍ରଥମେ ଆମେ 3 ଜଣ ଆମ ଜିନିଷପତ୍ର ନେଇ ଘର ମାଲିକଙ୍କ ସହ କଥା ହେଇ ଘର ଚାବି ଆଣିଲୁ। ଆମେ ରହିବାର 2-3 ଦିନ ଭିତରେ ଆମ ଆଉ 2 ଜଣ ସାଙ୍ଗ ବି ଆସି ଆମ ରୁମ୍ରେ ରହିଲେ, ମିଥୁନ ଆଉ ଜଗା। ରୁମ୍ ଠିକ୍ ଠାକ୍ ଥିଲା, ହେଲେ ଗୋଟିଏ ପ୍ରୋବ୍ଲେମ୍, ରୁମ୍କୁ ନେଟୱାର୍କ ଜମା ବି ଆସୁନଥିଲା। ସେଥିପାଇଁ କ୍ଲାସ୍ ଟାଇମ୍, ଖିଆପିଆ ଆଉ ଶୁଆକୁ ଛାଡ଼ିଦେଲେ ଆମେ ପ୍ରାୟ ଫୋନ୍ ଧରି ରୁମ୍ ବାହାରେ ହିଁ ଠିଆ ହେଇଥାଉ। ତଥାପି କେବେ କେବେ ବିରକ୍ତି ଲାଗେ, ଫୋନ୍ ଆସୁ କି ମେସେଜ୍, ଏଇ ଛୋଟ ଛୋଟ କାମ ପାଇଁ ରୁମ୍ ଭିତର ବାହାର କିଏ ହେଉଥିବ ଯେ। ଆମ ପାଖରେ ଆଉ କିଛି ଅପସନ୍ ହିଁ ନଥିଲା, ତେଣୁ ସେମିତି ହିଁ କରିବାକୁ ପଡ଼ିଥିଲା। ଆଉ ଯଦି ପଢ଼ିବା ପାଇଁ କିଛି PDF, ମୁଭି କି ସଙ୍ଗ୍ ଡାଉନଲୋଡ଼୍ କରିବାର ଥାଏ, ତେବେ କ୍ଲାସ୍ ଟାଇମ୍ରେ ୱାଇଫାଇ ଅନ୍ କରି ସେ କାମ ବି ଗଢ଼େଇ ଦେଉ। ହଠାତ୍ ଦିନେ ରାଜୁ ଆସି କହିଲା, ଗୋଟେ ଛୋଟ ଝିଅଟେ ଅଛି, ମୋତେ ଅନେଇ ହସିଲା। ବଢ଼ିଆ ଛୁଆଟେ, ପୁରା କ୍ୟୁଟ୍ଟେ। ମୁନା ପଚାରିଲା, ତୋ ଝିଅ? ମୁନା ଟିକେ ବୋକାଙ୍କ ପରି ଆକ୍ଟିଂ କରେ, ସେଥିପାଇଁ ଆମେ ତାକୁ ଚିଡ଼ାଉ ଯେ ତମର 80, 79 ହେବନି କି 81 ହେବନି। ତାକୁ ବି ଏକଥା ପସନ୍ଦ କି କ'ଣ କେଜାଣି, ସେ ଏକଥା ଶୁଣିବା ପାଇଁ ଆହୁରି ବୋକାଙ୍କ ପରି ଆକ୍ଟିଂ କରି ଚାଲିଥାଏ। ଆଉ ଯଦି ଆମେ ନ କହୁ, ସେ ନିଜେ ପଚାରେ କି କାହିଁ କହିଲନି ତ ତମର 80 ବୋଲି। ତା କଥା ଶୁଣି ଆମେ ହସୁ ଆଉ କହୁ କି ତମର 80, 79 ହେବନି କି 81 ହେବନି। ସେ ବି ଆମ ସହ ପାଳି ଧରୁଥାଏ। ମୁନାର ତୋ ଝିଅ ବୋଲି ପ୍ରଶ୍ନରେ ରାଜୁ କହିଲା, ନା ବେ, ଆମ ରୁମ୍ ପାଖରେ ଦେଖିଲି, କାହା ଝିଅ ଜାଣିନି। ରାଜୁ କଥାରେ ମିଥୁନ କହିଲା, ବ୍ଲୁ କଲର୍ର ଡ୍ରେସ୍ଟେ ପିନ୍ଧିଥିଲା ତ? ରାଜୁ କହିଲା, ହଁ। ମିଥୁନ କହିଲା, ମୁଁ ବି ଦେଖିଛି, ସତରେ କ୍ୟୁଟ୍ଟେ। ସେମାନଙ୍କ କଥା ଶୁଣି ଆମକୁ ତାକୁ ଦେଖିବାକୁ ଇଚ୍ଛା ହେଲା। ଆମେ ପଚାରିଲୁ, ସେ କ'ଣ ଏବେ ବି ରୁମ୍ ଆଗରେ ଠିଆ ହେଇଛି? ସେମାନେ କହିଲେ, ଜାଣିନୁ, ଯାଉନ ଦେଖିବ। ସେମାନେ କାଳେ ମିଛରେ ଚିଡ଼ାଉଛନ୍ତି ଭାବି ଆମେ ପରେ କେବେ ସେ ଆସିଲେ ଆମକୁ ଡାକିଦେବ କହି କଥା ଏଡ଼ାଇ ଦେଲୁ। ଆଉ କିଛି ଦିନ ପରେ ମୁଁ ତାକୁ ଦେଖିଲି, ମୋତେ ଅନେଇ ହସିଲା, ମୁଁ ବି ହସିଦେଲି। ତା ବୟସ ପାଖାପାଖି 5 କି 6 ବର୍ଷ ହେବ। ମୋର ହଠାତ୍ ରାଜୁ କଥା ମନେ ପଡ଼ିଲା। ରାଜୁ ଏଇ କୁନି ଝିଅର କଥା କହୁଥିଲା କି? ଏମିତି ଭାବି ମୁଁ ରୁମ୍ରୁ ରାଜୁକୁ ଡାକି ଦେଖାଇଲା ବେଳେ ସେ ଝିଅ ଆଉ ସେଠି ନଥିଲା। ହେଲେ ଏବେ ସେ ଝିଅର ପ୍ରଶଂସା କରିବାରେ ମୋ ନାଁ ବି ଯୋଡ଼ି ହୋଇଯାଇଥିଲା। ବାକି ଥିଲେ ମୁନା ଆଉ ଜଗା। ହେଲେ ସେମାନେ ଭାବୁଥିଲେ କି ସେମାନଙ୍କୁ ଚିଡ଼ାଇବା ପାଇଁ ମୁଁ ବି ରାଜୁ ଆଉ ମିଥୁନ ସହ ମିଶିଗଲି। ଛୋଟ ଛୁଆ ସମସ୍ତଙ୍କୁ ପସନ୍ଦ, ସେଥିପାଇଁ ଆମେ ମନଗଢ଼ା କୁନି ଝିଅଟିଏର କାହାଣୀ କହି ସେମାନଙ୍କୁ ରୁମ୍ ବାହାରକୁ ନେଇ ବୋକା ବନେଇବୁ ବୋଲି ସେମାନେ ଭାବୁଥିଲେ। ହେଲେ ସେଦିନ ସନ୍ଧ୍ୟାବେଳେ ଆମେ ସମସ୍ତେ ସବୁଦିନ ପରି ନେଟୱାର୍କ ପ୍ରୋବ୍ଲେମର ସମସ୍ୟାକୁ ଦୂର କରିବା ପାଇଁ ରୁମ୍ ବାହାରେ ଠିଆ ହେଇଥାଉ। ଘର ମାଲିକଙ୍କ ସମ୍ପର୍କୀୟଙ୍କ ଘରୁ ସେ ଝିଅଟି ଦୌଡ଼ି ଦୌଡ଼ି ଆସିଲା ଆଉ ମିଥୁନକୁ ଫୁସ୍ ଫୁସ୍ ହେଇ କହିଲା, ବାଣ ଫୁଟେଇ ଦେବ। ମିଥୁନ ହଠାତ୍ କିଛି ଜାଣିପାରିଲାନି। ଆମେ ବି ସବୁ ଆଶ୍ଚର୍ଯ୍ୟ ହେଇ ଚାହିଁଥାଉ। ମିଥୁନ ପଚାରିଲା, ଝିଅ କ'ଣ କହୁଛୁ? କୁନି ଝିଅଟି ହାତ ଠାରି ତାକୁ ପାଖକୁ ଡାକିଲା। ମିଥୁନ ତା ପାଟି ପାଖକୁ କାନ ନେଲା। ଏବେ କୁନି ଝିଅଟି ପୁଣି ଚୁପ୍ ଚୁପ୍ କହିଲା, ବାଣ ଫୁଟେଇ ଦେବ। ମିଥୁନ କିଛି ଠିକ୍ ସେ ଜାଣିପାରିଲାନି ଯେ ବିନା ଦୀପାବଳିରେ ଝିଅଟି ଏମିତି ବାଣ ଫୁଟାଇବା କଥା କାହିଁ କହୁଛି। ତଥାପି ତା ଉତ୍ତରରେ କହିଲା, ହଁ ଫୁଟାଇ ଦେବା। ମିଥୁନ କଥା ଶୁଣି କୁନି ଝିଅଟି ଖୁସି ହେଇ ଦୌଡ଼ିଗଲା। ଆମେ ବି କିଛି ନ ବୁଝି ବୋକାଙ୍କ ପରି ଖାଲି ହସୁଥାଉ। କିଛି ସମୟ ପରେ ପୁଣି ସେଇ ଝିଅଟି ଦୌଡ଼ି ଆସି ହାତ ପଛକୁ କରି ଠିଆ ହେଲା ଆଉ କହିଲା, ମୁଁ ବାଣ ଆଣିଲି। ଆମେ ଭାବିଲୁ ସେ ବୋଧେ ଛୋଟ ବନ୍ଧୁକ ଆଣିଛି, ଟିକିଲି ବାଣ ଫୁଟାଇବା କଥା କହୁଛି। ହେଲେ ସେ ଗୋଟେ କୁମ୍ପି ବାଣ ମିଥୁନକୁ ଦେଇ କହିଲା, ନିଅ ଫୁଟେଇ ଦିଅ। ମିଥୁନ ହସିଲା ଆଉ କହିଲା, ଡିଆସିଲ୍ କାହିଁ? ଏବେ ସେ ଝିଅଟି ଆଶ୍ଚର୍ଯ୍ୟ ହେଇ ଅନେଇଲା ଆଉ ପଚାରିଲା, କ'ଣ ପାଇଁ? ମିଥୁନ କହିଲା, ଡିଆସିଲ୍ ନ ଆଣିଲେ ବାଣ କେମିତି ଫୁଟେଇବି? ଏବେ ସେ ଝିଅଟି ହଉ କହି ସେ କୁମ୍ପି ବାଣ ଧରି ଦୌଡ଼ି ପୁଣି ଘରକୁ ପଳେଇଲା। ପୁଣି କିଛି ସମୟ ପରେ ଦୌଡ଼ି ଆସିଲା ସେ ବାଣ ଆଉ ଗୋଟେ ଡିଆସିଲ୍ ଧରି। ବାଣଟିକୁ ମିଥୁନକୁ ବଢ଼େଇ ଦେଲା ଆଉ ଡିଆସିଲ୍ ଖୋଳରୁ ଗୋଟିଏ ଡିଆସିଲ୍ କାଠି ମିଥୁନକୁ ବଢ଼େଇ କହିଲା, ନିଅ ଫୁଟେଇ ଦିଅ। ମିଥୁନ କହିଲା, ଖାଲି କାଠିରେ କେମିତି ଫୁଟେଇବି? ଡିଆସିଲ୍ ଖୋଳଟା ବି ଦିଅ। ସେ ଝିଅଟି ଟିକେ ଡରିଲା ପରି ତଳକୁ ମୁହଁ କରିଦେଲା ଆଉ ଉପରକୁ କଣେଇକି ଅନେଇ କହିଲା, ଏଟା ଆମର, ମୁଁ ଘରେ କହିନି, ମୋତେ ଫେରେଇ ଦେବ। ମିଥୁନ ହଁ କଲା ପରେ ବି ସେ ବହୁତ ଡରି ଡରି ଡିଆସିଲ୍ ଖୋଳ ମିଥୁନକୁ ଦେଲା। ମିଥୁନ କୁମ୍ପି ବାଣ ଲଗେଇଦେଲା। ବାଣଟି ଫୁଟିବାର ଦେଖି କୁନି ଝିଅଟି ଖୁସିରେ ନାଚିବାକୁ ଲାଗିଲା ଆଉ ଫୁଟି ସାରିଲା ପରେ କହିଲା, ଆଉ ଥରେ ଫୁଟେଇ ଦିଅ।
ମିଥୁନ ହସିକି କହିଲା, ସରିଗଲା ବା। ଏବେ ସେ ଝିଅଟି ମିଥୁନ ହାତରୁ ଡିଆସିଲ୍ ଖୋଳଟି ଛଡ଼େଇ ନେଇ ପୁଣି ଦୌଡ଼ିକି ପଳେଇଲା। ଆମେ ଭାବିଲୁ ପୁଣି ବାଣ ନେଇ ଆସିବ ବୋଲି, ହେଲେ ସେ ଆଉ କିଛି ଦିନ ଯାଏଁ ଆସିଲାନି। ପୁଣି ଦିନେ ମୁଁ ତାକୁ ଦେଖିଲି, କାନ୍ଧରେ ବ୍ୟାଗ୍ଟିଏ ପକାଇ ମୁହଁ ଶୁଖେଇ ଠିଆ ହେଇଥାଏ। ମୁଁ ପଚାରିଲି, କ'ଣ ହେଇଛି କି, କାଇଁ ମନ ଦୁଃଖ? ସେ କହିଲା, ସାର୍ ମାରିଲେ। ମୁଁ ପଚାରିଲି, କାହିଁକି? ସେ କହିଲା, ମୁଁ ପାଠ ପଢ଼ୁନି ପା। ମୁଁ ପଚାରିଲି, କାଇଁ ପଢ଼ୁନ? ସେ କହିଲା, ଇଚ୍ଛା ହେଉନି। ଏତିକି କହି ଝିଅଟି କହିଲା, ଭାଇ ମୁଁ ଆସୁଛି, କାଲି ପୁଣି ଆସିବି। ମୁଁ କହିଲି, ହଉ। ଝିଅଟି ସେମିତି ମୁହଁ ଶୁଖେଇ ଘର ଭିତରକୁ ପଳେଇଲା। ତାପରେ ପ୍ରାୟ ଆମ ରୁମ୍କୁ ଆସେ। କୁନି ଝିଅଟେ ହେଲେ ବି ଜେଜେମାଙ୍କ ଭଳି ଗପେ। ଚପଲ କାହିଁ ଏମିତି ପକେଇଛ, ରୁମ୍ କାହିଁ କୋତରା କରିଛ, ଏମିତି କେତେ କଥା ପଚାରେ। ତା ମନକୁ ଯାହା ଆସେ, କାହାକୁ ଆଳୁ ଭାଇ, କାହାକୁ ବିଲାତି ଭାଇ କହି ଆମକୁ ଡାକେ। ନ ଶୁଣିଲେ ରୁଷିଯାଏ, ବୁଝେଇଦେଲେ ବୁଝିଯାଏ। ତା ସହ ମିଶିବା ଆମର ବି ଯେମିତି ଗୋଟେ ଅଭ୍ୟାସ ହେଇସାରିଥିଲା। ଏବେ ଆମେ ରୁମ୍ ବାହାରକୁ ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ଯାଉଥିଲୁ ତା ଗୁଲୁଗୁଲୁ କଥା ଶୁଣିବା ପାଇଁ, ତା ହସ ହସ ମୁହଁ ଦେଖିବା ପାଇଁ। ସେ ଆମ ରୁମ୍କୁ ଆସିଲେ କେବେ କେବେ ତାଙ୍କ ଘର ଲୋକ ତାକୁ ତାଗିଦ କରି ଛାଡ଼ନ୍ତିନି। ସେ ତାଙ୍କ ଘର ସାମ୍ନାରୁ ଭାଇ ଡାକିଦିଏ। ଆମେ ହାତ ଠାରି ଆସିବାକୁ କହିଲେ ମୁହଁ ଶୁଖେଇ କିଛି ସମୟ ଠିଆ ହୁଏ, ପୁଣି ଘର ଭିତରକୁ ପଳାଏ। ହେଲେ କିଛି ଦିନ ପରେ ପୁଣି ଆସେ, ତା ଅସରନ୍ତି କଥାର ପେଡ଼ି ଧରି। ଏମିତି କିଛି ଦିନ ପରେ କୋଚିଂ କ୍ଲାସ୍ ଅଳ୍ପ ଦିନ ଛୁଟି ଥିବାରୁ ଆମେ ସବୁ ଘରକୁ ବାହାରିଥିଲୁ। କାନ୍ଧରେ ବ୍ୟାଗ୍ ଧରି ରୁମ୍ ଲକ୍ କଲାବେଳେ ସେ ଆସିଲା ଆଉ ପଚାରିଲା, ଭାଇ କୁଆଡ଼େ ଯାଉଛ? ରାଜୁ ତାକୁ ମଜାରେ କହିଲା, ଘରକୁ ଯାଉଛୁ, ଆଉ ଆସିବୁନି। ଝିଅଟି ହଠାତ୍ ତଳକୁ ମୁହଁ କରି ଠିଆ ହେଲା। ମୁଁ ଦେଖିଲି ଯେ ତା ଆଖି ଛଳଛଳ ହେଇଯାଇଛି। ମୁଁ ତାକୁ ପଚାରିଲି, କ'ଣ ହେଲା? ସେ କାନ୍ଦି କାନ୍ଦି କହିଲା, ଯାଅନି। ମୁଁ ତାକୁ ବୁଝେଇ କହିଲି, ଭାଇ ମଜାରେ କହିଲା ପା, ଭଲ ପିଲାମାନେ କ'ଣ କାନ୍ଦନ୍ତି? ତୁ କାନ୍ଦେନି, ଆମେ ପୁଣି ଆସିବୁ। ସେ ଜଣ ଜଣ କରି ସମସ୍ତଙ୍କୁ ଆଙ୍ଗୁଳି ଦେଖାଇ ପଚାରିଲା, ଇଏ ଆସିବେ ନା, ସିଏ ଆସିବେ ନା? ମୁଁ କହିଲି, ହଁ ସମସ୍ତେ ଆସିବେ। ସେ ହଉ କହି ସମସ୍ତଙ୍କୁ ଟାଟା କଲା, ହେଲେ ମୁହଁ ଶୁଖେଇ ଆମକୁ ଚାହିଁଥିଲା। ସେଦିନ ଆମକୁ ଏଇଆ ଭାବି ଖରାପ ଲାଗିଥିଲା ଯେ 6 ମାସ ପରେ ବ୍ୟାଙ୍କିଂ କୋଚିଂ ସରିଗଲେ ଆମେ ତାକୁ କେମିତି କହିକି ଯିବା ଯେ ଆମେ ଆଉ ଆସିବୁନି ବୋଲି। ଛୁଟି ପରେ ଆମେ ରୁମ୍କୁ ଗଲୁ। ପୁଣି ସେ ଆମ ସହ ଆଗ ଭଳି ମିଶିଗଲା। ହେଲେ ଚାହୁଁ ଚାହୁଁ ସେଇଦିନ ବି ଆସିଲା, ଯେଉଁଦିନ ଆମେ ତାକୁ ସାମ୍ନା କରିବାକୁ ଡରୁଥିଲୁ। ଯେଉଁଦିନ ଆମେ ରୁମ୍ ଛାଡ଼ିଲୁ, ଆମେ ତାକୁ ଦେଖା ନ କରି ଯିବାକୁ ଚାହୁଁନଥିଲୁ। ହେଲେ ତା ପ୍ରଶ୍ନର ଉତ୍ତରରେ ତାକୁ ମିଛ କହିକି ଯିବାର ସାହସ ବି ନଥିଲା। ଆମେ ସକାଳୁ ତା ଅପେକ୍ଷାରେ ଥିଲୁ, ହେଲେ ସେ ଆସିଲାନି। ଆମେ ଭାବିଥିଲୁ ବୋଧେ ତା ସହ ଦେଖା ହେଇପାରିବନି। ହେଲେ ଲଗେଜ୍ ଧରି ଗଲାବେଳେ ତାକୁ ଦେଖିଲୁ। ସେ ବ୍ୟାଗ୍ ଧରି ଟ୍ୟୁସନ୍ ଯାଉଥିଲା ବୋଧେ। ଆମେ ଡାକିଲୁ, ଝିଅ। ସେ ଚାହିଁ ସବୁଦିନ ପରି ହସିଦେଲା। ସେଦିନ ତା ହସ ଭାରି ନିଜର ଲାଗୁଥିଲା। ସେ ହସ କୁନିର ଶେଷ ହସ ତ ନଥିଲା, ହେଲେ ଆମେ ପୁଣି କେବେ ସେ ହସ ଦେଖିପାରିବୁ କି ନାହିଁ ଜାଣିନଥିଲୁ। ଆମେ ଆଗ ଭଳି 2-4 ଦିନରେ ଫେରିଆସିବୁ ଭାବି ଝିଅଟି ଟାଟା କଲା, ହେଲେ ଏବେ ଆମ ଆଖି ଭରିଗଲା। କଥା କହିବା ଆରମ୍ଭ କଲେ ଯାହା ପାଟି ଚୁପ୍ ହେଉନଥିଲା, ସେ ଯଦି ଆମକୁ କିଛି କହିନଥିଲା ତେବେ ସେ ହେଉଛି ତା ନାଁ। ଆଉ ଯଦି ଆମକୁ କିଛି ଦେଇନଥିଲା ତେବେ ସେ ହେଉଛି ତା ସହ ମିଳାମିଶା କରିବାର ମୁହୂର୍ତ୍ତକୁ ଫଟୋରେ ସାଇତି ରଖିବାର ସୁଯୋଗ। ଆମେ ସାଙ୍ଗମାନେ ଏବେ ଏକାଠି ହେଲେ କେବେ କେବେ ସେଇ କୁନି ଝିଅଟିର କଥା ବି ପଡ଼େ। ସତରେ ଅଜଣା ହେଇକି ବି ଭାଇ ଭଉଣୀର ପବିତ୍ର ବନ୍ଧନରେ ସେ ଆମ ସମସ୍ତଙ୍କୁ ବାନ୍ଧି ଦେଇଥିଲା। ତା କଥା ଆଜି ବି ମନେ ପଡ଼େ।